ସକାଳର ମା ମଙ୍ଗଳାଙ୍କର ନାମ ସ୍ମରଣ ମାତ୍ରାକେ ବହୁ କଷ୍ଟ ଦୂର ହୋଇଯାଏ, ବହୁ ଦୁଃଖ ଦୂର ହୋଇଯାଏ, ବହୁ ମାନେ ଆନନ୍ଦ ମା ଦାୟକ। ମା ବହୁତ ମଙ୍ଗଳକାରିଣୀ ମା ମଙ୍ଗଳା। ତେଣୁ ତାଙ୍କରି ନାମରେ କାକଟପୁର ବାସିନୀ ସେ ହେଉଛନ୍ତି ମା ମଙ୍ଗଳା। ଅଷ୍ଟମାଙ୍କ ଭିତରେ ସିଏ ଅଛନ୍ତି। ସମସ୍ତ ବ୍ୟକ୍ତିମାନଙ୍କର, ସମସ୍ତ ଭକ୍ତମାନଙ୍କର, ସମସ୍ତ ଦେଶର, ସମସ୍ତ ସମାଜର ସେ ସବୁବେଳେ ମଙ୍ଗଳ ବିଧାନ କରିଥାନ୍ତି। ତାଙ୍କରି ନାଁକୁ ଶୁଣିବା, ଟିକେ ଲାଇକ୍, ସେୟାର, ସବସ୍କ୍ରାଇବ୍ ବହୁ ମାତ୍ରାରେ କରିବା। କାରଣ ମୁଁ ପ୍ରଭୁ ଆଚାର୍ଯ୍ୟ ଭୁବନେଶ୍ୱର ଆପଣମାନଙ୍କୁ ସକାଳୁ ଉଠିକି ଏଇସବୁ ଜିନିଷ ଆପଣଙ୍କୁ ଶୁଣାଏ। ତେଣୁ ନିଶ୍ଚୟ ଆପଣଙ୍କର କର୍ଣ୍ଣ ପବିତ୍ର, ପରିବାର ସନ୍ତୋଷ ଲାଭ କରେ ଏବଂ ଆପଣଙ୍କର ଧନ ଧାନ୍ୟ ଗୋପଲକ୍ଷ୍ମୀ ସବୁ ବଢ଼ି ଚାଲେ। ତେଣୁ ସେଇ ନାଁକୁ ମୁଁ ଆପଣମାନଙ୍କୁ ଶୁଣୁଛି ମା ମଙ୍ଗଳକାରିଣୀ ମା ମଙ୍ଗଳାଙ୍କର। ସେ ହେଉଛନ୍ତି କାକଟପୁର ବାସିନୀ। ସେ ହେଉଛନ୍ତି ବିରଜା, ମଙ୍ଗଳା, ସାରଳା, ହିଙ୍ଗୁଳା, ଚର୍ଚ୍ଚିକା, ଭଗବତୀ, ସମଲେଶ୍ୱରୀ, ଶ୍ରୀକ୍ଷେତ୍ର ବାସିନୀ, ବିମଳା। ଅଷ୍ଟମାତୃକା ସେ ହେଉଛନ୍ତି ମା ମଙ୍ଗଳମୟୀ ମା ମଙ୍ଗଳା, କାକଟପୁର ବାସିନୀ। ତାଙ୍କରି ନାଁ ଟିକେ ଶୁଣୁଛି ଆପଣଙ୍କୁ। ଆପଣ ଲାଇକ୍, ସେୟାର, ସବସ୍କ୍ରାଇବ୍ କରିବେ। ଜୟ ମା ମଙ୍ଗଳା, ଜୟ ମା ମଙ୍ଗଳା, ଜୟ ମା ମଙ୍ଗଳା ବୋଲ ଜୟ ମା ମଙ୍ଗଳା, ଜୟ ମା ମଙ୍ଗଳା, ଜୟ ମା ମଙ୍ଗଳା, ଜୟ ମା ମଙ୍ଗଳା ବୋଲ ଜୟ ମା ମଙ୍ଗଳା, ଜୟ ମା ମଙ୍ଗଳା, ଜୟ ମା ମଙ୍ଗଳା, ଜୟ ମା ମଙ୍ଗଳା ବୋଲ ଜୟ ମା ମଙ୍ଗଳା, ଜୟ ମା ମଙ୍ଗଳା, ଜୟ ମା ମଙ୍ଗଳା, ଜୟ ମା ମଙ୍ଗଳା ବୋଲ ଜୟ ମା ମଙ୍ଗଳା। ବାଟ ମଙ୍ଗଳା 18 ନଳା ବସିଚୁଲୋ ମା ତୁଇ ମା ମଙ୍ଗଳା, କାକଟପୁର ବାସିନୀ ମା ମଙ୍ଗଳା, ବସିଚୁଲୋ ମା ଉଦ୍ଧାର ମୋର ଏ ଭେଳା। ଜୟ ମା ମଙ୍ଗଳା, ଜୟ ମା ମଙ୍ଗଳା, ଜୟ ମା ମଙ୍ଗଳା ବୋଲ ଜୟ ମା ମଙ୍ଗଳା, ଜୟ ମା ମଙ୍ଗଳା। ହେଲେ ଆପଣମାନେ ଟିକେ ଲାଇକ୍, ସେୟାର, ସବସ୍କ୍ରାଇବ୍ କରନ୍ତୁ। ସକାଳର ପବିତ୍ରତା ଜିନିଷ ଆପଣଙ୍କ କର୍ଣ୍ଣରେ ମୁଁ ଶୁଣଉଛି। ତେଣୁ ମୁଁ ପ୍ରଭୁ ଆଚାର୍ଯ୍ୟ ଭୁବନେଶ୍ୱର। ଆପଣ ଲାଇକ୍, ସେୟାର, ସବସ୍କ୍ରାଇବ୍ ବହୁ ମାତ୍ରାରେ କରନ୍ତୁ। ମା ମଙ୍ଗଳା ଆପଣଙ୍କ ପରିବାରକୁ ଘଣ୍ଟ ଘୋଡ଼େଇ ରଖିଥାନ୍ତୁ। ଆପଣଙ୍କର ପରିବାରର ଅସାଧ୍ୟ କାର୍ଯ୍ୟକୁ ସେ ମା ସାଧନ କରିଦିଅନ୍ତୁ। ସେ ଆଉ କେହି ନୁହନ୍ତି, ମା କାକଟପୁର ବାସିନୀ ମା ମଙ୍ଗଳା। ସେ ଅଷ୍ଟମାଙ୍କର ସେ ଜଣେ ଭଉଣୀ ମା ମଙ୍ଗଳା। ଜୟ ଶ୍ରୀରାମ।